ସବୁବେଳେ ନିଜକୁ ଗୋଟେ ପ୍ରାଉଡ୍ ୱାଇଫ୍ କହିବାକୁ ମୁଁ କେବେ ବି ପଛାଏ ନା। କାହିଁକି କହିଲେ ଭିଡ଼ିଓ ଏଣ୍ଡ ଯାଇ ଦେଖନ୍ତୁ ଜାଣିପାରିବେ। ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ଆଜି ବହୁତ ଦିନ ପରେ ମୁଁ ଗୋଟେ ମିନି ବ୍ଲଗ୍ ନେଇ ଆସିଛି। ଆଜି ଥିଲା ହଜବେଣ୍ଡଙ୍କର ବାର୍ଥଡେ ଆଣ୍ଡ ଅଫିସରେ ସେଲିବ୍ରେସନ୍ ଥିଲା। ଆଇ ୱାଜ୍ ଇନଭାଇଟେଡ୍ ଅଲ୍ସୋ। ତ ସେଠି ସେଲିବ୍ରେସନ୍ ପରେ ସମସ୍ତଙ୍କ ପାଇଁ ପିଜା ଅର୍ଡ଼ର ହେଇଥିଲା, ସମସ୍ତେ ପିଜା ଖାଇଥିଲେ। ତ ମୁଁ କେମିତି ବୋର୍ ନ ହୁଏ ସେଥିପାଇଁକା ଡ୍ୟାନ୍ସ ଗେମ୍ସ ଏସବୁ ରହିଥିଲା। ଆଣ୍ଡ ମୋତେ ବହୁତ ଖୁସି ଲାଗୁଥିଲା କି ସମସ୍ତେ ମୋ ହଜବେଣ୍ଡକୁ କେତେ ଭଲ ପାଇବା ସବୁ ଷ୍ଟାଫ୍ ମାନେ ଦେଉଥିଲେ। ଆଣ୍ଡ ମୋତେ ବହୁତ ପ୍ରାଉଡ୍ ଫିଲ୍ ହେଉଥିଲା। ଆକ୍ଚୁଆଲି କୁହନ୍ତିନି ମଣିଷଟେ ସେତିକି ଭଲ ହେଲେ ହିଁ ସମସ୍ତଙ୍କ ଭଲ ପାଇବା ପାଇପାରେ। ଖାଲି ଅଫିସରେ ନାହିଁ, ଫ୍ୟାମିଲିରେ ବି ତାଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି। ଆଉ ମୋତେ ସେତେବେଳେ ବହୁତ ପ୍ରାଉଡ୍ ଫିଲ୍ ହୁଏ କି ମୁଁ ତାଙ୍କର ୱାଇଫ୍। ତାପରେ ମୁଁ କେମିତି ବୋର୍ ନ ହେବି ସେଥିପାଇଁ ସେମାନେ ଗେମ୍ସ ରଖିଥିଲେ ଲାଷ୍ଟକୁ। ଆଣ୍ଡ ଏଇଟା ଗୋଟେ ବହୁତ ସୁନ୍ଦର ଗେମ୍ସ ଥିଲା। ମାନେ ପାଣି ଗ୍ଲାସ୍ ଫୁଲ୍ ରହିବ, ଦୁଇଟା ଟିମ୍ ହେବ, ଯାହାର ପାଣି ତଳେ ପଡ଼ିବ ପକେଇଲା ପରେ ତ ସିଏ ହିଁ ହାରିବ। ଫାଇନାଲି ବଏଜ୍ ଟିମ୍ ହାରିଥିଲେ। ତାପରେ ଗେମ୍ ସରିଲା ପରେ ଆମେ ଇଭିନିଂରେ ବାହାରିକି ଯାଇଥିଲୁ ନୋ ଲିମିଟ୍ ଏୟାର। ଆଣ୍ଡ ସତ କହିବି ନୋ ଲିମିଟ୍ ଏୟାରର ଆମ୍ବିଏନ୍ସ ବହୁତ ଭଲ। ଖାଲି ଆମ୍ବିଏନ୍ସ ନାହିଁ, ତାର ଫୁଡ୍ କ୍ୱାଲିଟି ଏଭ୍ରିଥିଙ୍ଗ ବହୁତ ଭଲ ଥିଲା। ଆଉ ବାକି ଗୋଟେ ଦୁଃଖର କଥା ହେଉଛି କି ସେଦିନ ଲିଫ୍ଟ କାମ କରୁନଥିଲା। ସୋ ଦ୍ୟାଟ୍ ଆମକୁ 4th ଫ୍ଲୋର୍କୁ ଷ୍ଟେୟାରରେ ହିଁ ଆସିବାକୁ ପଡ଼ିଲା। ବହୁତ ହାଲିଆ ହେଇଯାଇଥିଲୁ, କିନ୍ତୁ ତା ଭିତର ଏତେ ସୁନ୍ଦର ଡେକୋରେସନ୍, ଏତେ ସୁନ୍ଦର ଲାଗୁଥିଲା ନା, ସେ କଷ୍ଟ ହିଁ ପଳେଇଲା। ମୁଁ ଦେଖିକି ବହୁତ ଖୁସି ହେଇଗଲି, କାହିଁକିନା ମୋତେ ବହୁତ ଇଚ୍ଛା ଥିଲା ବହୁତ ଦିନରୁ ମୁଁ ନୋ ଲିମିଟ୍ ଏୟାର ଆସିବି ବୋଲି, କିନ୍ତୁ ଆସିପାରୁନଥିଲି, ସମୟ ହେଉନଥିଲା। ତ ଏମିତି ହେଇକି ଆମେ ବହୁତ ଏନ୍ଜୟ କରୁଥିଲୁ ତା ଭିତରେ। ଆଣ୍ଡ ସମସ୍ତେ ଡିସ୍କସନ୍ କରୁଥିଲେ କି ଡ୍ୟାନ୍ସ କରିବେ। ତାପରେ ଆମେ କହିଲୁ କି ନାଇଁ ଆମେ ଷ୍ଟାର୍ଟରଟା ଫାର୍ଷ୍ଟ ଖାଇଦେବା, ତାପରେ ଡ୍ୟାନ୍ସ କରିବା। ଖାଇବା ଟିକେ ହଜମ ହେଇଯିବ ନା ଡ୍ୟାନ୍ସ କଲା ପରେ, ତାପରେ ପୁଣି ମେନ୍ କୋର୍ସ ମଗେଇବା। ତ ଷ୍ଟାର୍ଟରରେ ମୁଁ ଫାର୍ଷ୍ଟ ସୁପ୍ ଅର୍ଡ଼ର କରିଥିଲୁ। ତାପରେ ସେଦିନ ଯେହେତୁ ଭେଜ୍ ଥିଲା, ଭେଜ୍ର ହିଁ ଡିଫରେଣ୍ଟ ଆଇଟମ୍ ଅର୍ଡ଼ର ହେଇଥିଲା। ମୋତେ ସବୁଠୁ ଭଲ ଲାଗୁଥିଲା ଭେଜ୍ ନଗେଟ୍ସଟା। ଏମିତିରେ ତ ମୁଁ ନଗେଟ୍ସ ହିଁ ଭଲ ପାଏ, କିନ୍ତୁ ଭେଜ୍ ନଗେଟ୍ସଟା ବହୁତ ଟେଷ୍ଟି ଥିଲା। ତାପରେ ସମସ୍ତେ ଆସିଥିଲେ ଡ୍ୟାନ୍ସ କରିବା ପାଇଁ, ପୁରା ଘମା ଘୋଟକି ଡ୍ୟାନ୍ସ ହେଲା। ଆଣ୍ଡ ସତ କହିବି ସେଠି ନା ଯେତେ କଷ୍ଟମର୍ସ ଥିଲେ ଆଣ୍ଡ ତାଙ୍କର ଯେତିକ ଷ୍ଟାଫ୍ ଥିଲେ, ସେମାନେ ବି ପୁରା ଆମ ସହିତ ଡ୍ୟାନ୍ସ କରୁଥିଲେ। ମାନେ ସେମାନେ ପୁରା ପଶି ଯାଇଥିଲେ ସେ ଡ୍ୟାନ୍ସରେ। ସମସ୍ତେ ଆସିକି ନିଜ ନିଜ ଫଟୋ ଉଠାଉଥିଲେ, ଭିଡ଼ିଓସ୍ କରୁଥିଲେ। ବହୁତ ଭଲ ଲାଗୁଥିଲା ଏସବୁ ଦେଖିକି। ଆମେ ବି କାହାକୁ ଗୋଟେ ହସେଇ ପାରୁଛୁ। ମୁଁ ଗୋଟେ ଏତେ ଡ୍ୟାନ୍ସ ଲଭର୍ ହେଇକି ମୁଁ ବି ଡ୍ୟାନ୍ସ କରିପାରୁନଥିଲି, କାହିଁକିନା ମୋ ଦେହ ଖରାପ ଥିଲା। କିନ୍ତୁ ମୁଁ ସେମାନଙ୍କ ସହିତ ପୁରା ମଜି ଯାଇଥିଲି, ବହୁତ ଏନ୍ଜୟ କଲୁ। ତାପରେ ଆମେ ମେନ୍ କୋର୍ସ ଅର୍ଡ଼ର କଲୁ, ଖାଇକି ଥମ୍ସ ଅପ୍ ପିଇଲୁ। ଆଶା କରୁଛି ମୋ ଭିଡ଼ିଓ ଆଜି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ପ୍ଲିଜ୍ ଡୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ଟୁ ମାଇ ଚ୍ୟାନେଲ୍। ଥ୍ୟାଙ୍କ ୟୁ, ଲଭ୍ ୟୁ।